ସ୍ୱାମୀ ସ୍ତ୍ରୀ ମଧ୍ୟରେ ଆଜିକାଲି ଯେଉଁ ଝଗଡ଼ା ହେଉଛି ତା'ର କେତେ ଗୁଡ଼ିଏ କାରଣ ଅଛି ଏବଂ କେତେ ଗୁଡ଼ିଏ ତା'ର ସମାଧାନ ମଧ୍ୟ ରହିଛି। ଯେଉଁମାନେ ଘରେ ପ୍ରତିଦିନ ଝଗଡ଼ା ହୁଅନ୍ତି ସେମାନଙ୍କ ପାଇଁ ଭିଡ଼ିଓଟି ଅତ୍ୟନ୍ତ ଜରୁରୀ ଅଟେ। ସମସ୍ତେ ଦେଖନ୍ତୁ ଏବଂ ୟାକୁ ଚେଷ୍ଟା କରନ୍ତୁ କିପରି ବନ୍ଦ କରିବା। ତେବେ ଘର କେବଳ ଇଟା ସିମେଣ୍ଟ କାଠରେ ତିଆରି ହୁଏ ନାହିଁ। ଏହା ଭଲ ପାଇବା, ବିଶ୍ୱାସ, ସମ୍ମାନ ଏବଂ ପରସ୍ପର ବୁଝାମଣାରେ ଗଢ଼ି ଉଠିଥାଏ। ସେହି ଘରର ମୂଳ ସ୍ତମ୍ଭ ହେଲେ ସ୍ୱାମୀ ଓ ସ୍ତ୍ରୀ। ଯେତେବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ, ବିଶ୍ୱାସ ଓ ସହଯୋଗ ରହେ ସେତେବେଳେ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହେ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଦାମ୍ପତ୍ୟ ଜୀବନରେ ଆତ୍ମରକ୍ଷା ଏବଂ ସନ୍ଦେହ ଏ ଦୁଇଟି ମଧ୍ୟରେ ପ୍ରଭେଦ ଦେଖାଯାଇଛି। ସନ୍ଦେହ, ମାନସିକ ଦୂରତା ଓ ଅବିଶ୍ୱାସ ସବୁଠାରେ ବଢ଼ିବାକୁ ଯାଉଛି। ଏହି ସମସ୍ୟା କେବଳ ସହରରେ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଧୀରେ ଧୀରେ ବଢ଼ୁଛି। ତେବେ ଅସୁରକ୍ଷାର ଅର୍ଥ ହେଉଛି ନିଜ ଜୀବନସାଥୀଙ୍କ ମଧ୍ୟରେ ଥିବା ବିଶ୍ୱାସ କମିଯିବା, ସନ୍ଦେହ ବଢ଼ିବା ଏବଂ ଅବହେଳିତ ମନୋଭାବ ସୃଷ୍ଟି ହେବା ଏବଂ ସମ୍ପର୍କ ଭାଙ୍ଗିଯିବ ବୋଲି ଭୟ କରିବା। ଯଦି ସମୟ ଥାଉ ଥାଉ ଏହାକୁ ସମାଧାନ କରାଯାଏ ତେବେ ଏହା ଗୋଟିଏ ସୁନ୍ଦର ସମ୍ପର୍କକୁ ରକ୍ଷା କରିପାରିଥାଏ। ତେବେ ଅସୁରକ୍ଷା ବଢ଼ିବାର ପ୍ରମୁଖ କାରଣ କ'ଣ? ନା ବିଶ୍ୱାସର ଅଭାବ। ଦାମ୍ପତ୍ୟ ଜୀବନରେ ସବୁଠାରୁ ବଡ଼ ଆଧାର ହେଉଛି ବିଶ୍ୱାସ। ଯେତେବେଳେ ସ୍ୱାମୀ ଏବଂ କିମ୍ବା ସ୍ତ୍ରୀ ପରସ୍ପର କଥାକୁ ବିଶ୍ୱାସ କରନ୍ତି ନାହିଁ ସେତେବେଳେ ଛୋଟ କଥା ମଧ୍ୟ ବଡ଼ ସମସ୍ୟାର ରୂପ ନେଇଥାଏ। ବିଶ୍ୱାସ ଥରେ ଭାଙ୍ଗିଗଲେ ତାକୁ ପୁଣି ଗଢ଼ିବାଟା ବଡ଼ କଷ୍ଟକର ଅଟେ। ଦ୍ୱିତୀୟ କଥା ହେଉଛି ସୋସିଆଲ ମିଡ଼ିଆ ଓ ମୋବାଇଲର ପ୍ରଭାବ। ଆଜିର ଦିନରେ ଅଧିକାଂଶ ଲୋକ ନିଜକୁ ମୋବାଇଲ ଧରି ଘଣ୍ଟା ଘଣ୍ଟା ଗପନ୍ତି ଏବଂ ବିଭିନ୍ନ ସୋସିଆଲ ମିଡ଼ିଆରେ ସମୟ ବିତାନ୍ତି। ଅନେକ ସମୟରେ ଏହା ଯୋଗୁଁ ପରସ୍ପର ଠାରୁ ସମୟ ଦେବାକୁ ହୋଇପାରେ ନାହିଁ ଏବଂ ଏହା ନିଜ ଉପରେ ପଡ଼ିବା ସହିତ ସନ୍ତାନମାନଙ୍କ ଉପରେ ପଡ଼ିଥାଏ ଏବଂ ସେମାନେ ଭୟଭୀତ ହୋଇପଡ଼ନ୍ତି ଯେ ପଢ଼ାଶୁଣାରେ ମନ ନ ଦେଇ ବରଂ ଅନ୍ୟ ବିଷୟ ଗୁଡ଼ିକ ଦେଖି ନିଜର ସମୟକୁ ନଷ୍ଟ କରିଦିଅନ୍ତି। ତେବେ ସମାଧାନ କ'ଣ ଏହାର? ପରସ୍ପର ସହିତ ଖୋଲାମେଲା କଥାବାର୍ତ୍ତା କରନ୍ତୁ, ପ୍ରତିଦିନ କିଛି ସମୟ ବାହାର କରନ୍ତୁ ଏବଂ ପରସ୍ପର ସହ ମନର କଥାକୁ ବ୍ୟକ୍ତ କରନ୍ତୁ ଏବଂ ତାହାର ସମସ୍ୟା କ'ଣ ତାକୁ ବାହାର କରନ୍ତୁ। ଦ୍ୱିତୀୟ କଥା, ବିଶ୍ୱାସକୁ ସବୁଠାରୁ ବଡ଼ ସ୍ଥାନ ଦିଅନ୍ତୁ। ସନ୍ଦେହ କରିବା ଗୁଣକୁ ପରିତ୍ୟାଗ କରନ୍ତୁ ଏବଂ ବିଶ୍ୱାସ ଦ୍ୱାରା ସମୁଦାୟ ଦାମ୍ପତ୍ୟ ଜୀବନକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ। ତୃତୀୟ କଥା, ପରସ୍ପରକୁ ସମ୍ମାନ ଦିଅନ୍ତୁ। ପ୍ରଥମେ ସ୍ୱାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ ଉଭୟଙ୍କ ମତାମତକୁ ସମ୍ମାନ ଦେବା ଆବଶ୍ୟକ। ସମ୍ମାନ ଦେଲେ ହିଁ ସମ୍ପର୍କ ଅତ୍ୟଧିକ ମଜବୁତ ହୋଇଥାଏ। ଚତୁର୍ଥ କଥା, ମୋବାଇଲ ଅପେକ୍ଷା ପରିବାରକୁ ସମୟ ଦିଅନ୍ତୁ। ପ୍ରତିଦିନ କିଛି ସମୟ ମୋବାଇଲ ବନ୍ଦ କରି ପରିବାର ସହ ବସନ୍ତୁ, କଥା ହୁଅନ୍ତୁ ଏବଂ ଏକାଠି ଖାଇବାର ଅଭ୍ୟାସ କରନ୍ତୁ। ମେଡ଼ିଟେସନ୍ କରନ୍ତୁ, ମନକୁ ଯୋଗାଭ୍ୟାସ କରନ୍ତୁ। ଶାନ୍ତ ମନ ରହିବ, ପରିବାର ଶାନ୍ତ ଭାବରେ ଗଢ଼ି ଉଠିବ। ପଞ୍ଚମ କଥା, ଭୁଲ ଥିଲେ କ୍ଷମା ଉଭୟଙ୍କୁ ଦିଅନ୍ତୁ। କ୍ଷମାଟା ଆଜି ସୁନ୍ଦର ଗୁଣ ଯେଉଁଠାରେ କି ଭୁଲଟା ହେଲା ମାନେ କ୍ଷମାଟା ଆସିଯିବ ଏବଂ କ୍ଷମା ଥିଲେ ହିଁ ସମାଧାନ ବାଟ ବାହାରିବ ଏବଂ ସମସ୍ୟାକୁ ଏକାଠି ସମାଧାନ କରନ୍ତୁ, ମିଶିକି ସମାଧାନ କରନ୍ତୁ। ସିଏ କ'ଣ କହିଲେ, ଇଏ କ'ଣ କହିଲେ, ତା'ର କାରଣ କ'ଣ ଆସିପାରେ, ନିଷ୍କର୍ଷ କ'ଣ ଆସିବ ତାକୁ ଦେଖି ସମାଧାନ କରନ୍ତୁ। ଦେଖିବେ ଆସ୍ତେ ଆସ୍ତେ ଏ ସମ୍ପର୍କ ଏତେ ମଜବୁତ ହେବ, ଏତେ ଖୁସି ଲାଗିବ ଯେଉଁ ଗଣ୍ଡଗୋଳ ଜାଗାଟି ଗୋଟେ ସ୍ୱର୍ଗର ରୂପ ଧାରଣ କରିବ। ସ୍ୱାମୀ ସ୍ତ୍ରୀ ଉଭୟ ପ୍ରେମ, ବିଶ୍ୱାସ, ସମ୍ମାନ ଓ ତ୍ୟାଗ ଉପରେ ସୃଷ୍ଟି ହୋଇଥାନ୍ତି ବା ଘରକୁ ବସାଇଥାନ୍ତି। ଅସୁରକ୍ଷା ଓ ସନ୍ଦେହ ଏହି ସମ୍ପର୍କର ସବୁଠାରୁ ବଡ଼ ଶତ୍ରୁ
ଯଦି ଦୁଇ ଜଣ ପରସ୍ପରକୁ ବୁଝିବାର ଚେଷ୍ଟା କରନ୍ତି, ଖୋଲାମେଲା କଥାବାର୍ତ୍ତା କରନ୍ତି, ଏକାଠି ସମୟ ବିତାନ୍ତି ଏବଂ ପରସ୍ପର ପ୍ରତି ସମ୍ମାନ ଦିଅନ୍ତି, ସମ୍ମାନ ରଖନ୍ତି, ତେବେ ସମାଧାନ ପନ୍ଥା ଆପେ ଆପେ ସୃଷ୍ଟି ହୋଇଯିବ। ତେବେ ଏକ ସୁଖୀ ଦାମ୍ପତ୍ୟ ଜୀବନ କେବଳ ଭଲ ପାଇବାରେ ନୁହଁ ବରଂ ବିଶ୍ୱାସ, ଧୈର୍ଯ୍ୟ, କ୍ଷମା, ସମ୍ମାନ ଓ ପରସ୍ପର ସହଯୋଗରେ ଗଢ଼ି ଉଠିଥାଏ। ଯେଉଁ ଘରେ ଏହି ଗୁଣ ଗୁଡ଼ିକ ରହେ, ସେହି ଘର ସ୍ୱର୍ଗ ସଦୃଶ ହୋଇଯାଏ।